ଉଠିଲୁ ସକାଳ 8ଟା ଆସିକି ବାଜିଲାଣି କେତେ ଶୋଇବୁ ତୁ? କାଲି ହଉଛି ଗଣେଶ ପୂଜା, ଘର ଧୁଆ ଧୁଇଠୁ ଆରମ୍ଭ କରିକି ଘର ସଜାସଜି ପର୍ଯ୍ୟନ୍ତ ବହୁତ ସାରା କାମ ଅଛି। ମତେ ଟିକେ କାମରେ ସିନା ସାହାଯ୍ୟ କଲେ ମୁଁ କଣ କରିବି? ତୁ ଉଠୁ ଜଲ୍ଦି ଯାଇକି ନାକି ମୁହଁ ଫୁଅ ଧୁଆ ଧୁଇ କର, ମତେ ଟିକେ ଘର କାମରେ ଟିକେ ସାହାଯ୍ୟ କରିବୁ। ଜଲ୍ଦି ଉଠୁ। ଝିଅ ଶୁଣୁ, ମୁଁ ଘରଟା ଝଡ଼ାଝଡ଼ି କରୁଛି, ତୁ କାହିଁକି ବେକାରରେ ବସିବୁ? ଯା ଭାଇ ଗାଧାଗାଧି କରିକି ଆସିବୁ, ତାପରେ ମୁଁ ପଛରେ ଗାଧେଇ ପକେଇବି ଆଉ। ଯା 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 ଯା। କଣ ଗାଧେଇକି ପଳେଇ ଆସିଲୁ? ମୁଁ ଭାବୁଥିଲି କି ଆମେ ତ ମାର୍କେଟ ଯିବା, ତ ପୂଜା ସାମଗ୍ରୀ ଆଣିବାର ଅଛି, ତୋ ପାଇଁ ବି ଡ୍ରେସ୍ ନେଇ ଆସିବା। କଣ କହୁଛୁ? ହଁ ହେଲା, ତୁ ତ ସାଙ୍ଗମାନଙ୍କ ସହିତ ଯିବୁ। ହଁ, ମୋ ଯେ ସବୁ ଖରାପ ହେଇଗଲାଣି ନା, ତୁ ତ ସାଙ୍ଗମାନଙ୍କ ସହିତ ଯିବାକୁ ବାହାରିଛୁ। ପିଲାଦିନେ ମୋ ବାପା ମା ମୋ ପାଇଁ ଡ୍ରେସ୍ ଆଣିନଥିଲି କି ମୁଁ ନିଜେ ଯାଇକି ମୋ ଚଏସ୍‌ରୁ ମାର୍କେଟରୁ ନେଇକି ଆସିବି। ମୁଁ ତ ଟଙ୍କାଟେ ବି ଦେବିନି ହେଲା, ତୁ ତ ସାଙ୍ଗମାନଙ୍କ ସହିତ ଯାକେ ଯିବାକୁ ଯା। ଏଇ ଏତେ ଖଣ୍ଡେ ବହି ଖଣ୍ଡାରେ କଣ କରିବାକୁ ବାହାର କରିଛୁ? କୁଆଡେ ନେଇକି ଯାଉଛୁ ତୁ ବହି ଯାକ? କଣ ହେଲା? କାଲି ତୁ ଗଣେଶ ପୂଜାରେ ବହି ଯାକ ବସେଇବୁ। ବସଉଛୁ ତ ଭଲ କଥା, ଠାକୁରଙ୍କୁ ହେଲେ ଟିକେ ବୁଦ୍ଧି ସୁଦ୍ଧି ମାଗେ, ପାଠ ଟିକେ ହେଲେ ପଢିବୁ। ଗୋଟେ ବର୍ଷ ତ ମିଳିଲା, ପାଠ ତ ପଢିବାର ନାହିଁ। ଖାଲି କଣ ବହି ବସେଇଦେଲେ ତୋର ପାଠ ସାଠ ହେଇଯିବ ନା କଣ ଭାବୁଛୁ? Oh my god. ସେତିକି ଟିକେ ବହି ବସେଇବା ସହିତ ଠାକୁରଙ୍କୁ ପ୍ରାର୍ଥନା କର, ତତେ କେମିତି ଭଲ ବୁଦ୍ଧି ଦେବେ, ଭଲ ପାଠ ପଢିବୁ। ଖାଲି ଚଗଲାମି କଲେ ହବନି।